ঠিকাদার চতুরতা আবাস গৃহ ସବୁଠାରୁ ଛୋଟ ଓ ଅସମ୍ପୂର୍ଣ୍ଣ ଆବାସ ଯୋଜନାରେ ଘର ମିଳିଥିଲା। ଗରିବ ପରିବାର ହୋଇଥିବାରୁ ତାଙ୍କ ପକ୍ଷେ ନିର୍ମାଣ କରିବା ସମ୍ଭବ ହେଲାନି, ଯାହା ଫଳରେ ଜଣେ ଠିକାଦାର ଉପରେ ଭରସା କରିଥିଲେ। ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କ ଠାରୁ ସମସ୍ତ କିସ୍ତି ଟଙ୍କା ଉଠେଇ ନେଲା। ଏବେ ହିତାଧିକାରୀ ଘର ପାଇ ସୁଦ୍ଧା ଚାଳ ଛପର ଘରେ ଭାଗ୍ୟକୁ ଆଦରି ରହୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଇଘର ବ୍ଲକ ଗଞ୍ଜାପରା ପଞ୍ଚାୟତର ତରୁଡିହି ଗ୍ରାମରେ। ଫୁଲମତୀ ଗଣ୍ଡ ସ୍ୱାମୀ ବଂଶୀଲାଲ ଛୋଟ ଛୋଟ ପୁଅ ଝିଅ ଶାଶୁ ଶ୍ୱଶୁର ପରିବାର କହିଲେ 6 ପ୍ରାଣୀ କୁଟୁମ୍ବ। ଦୀର୍ଘ ବର୍ଷ ହେବ ଗୋଟିଏ ଦଦରା କୁଡ଼ିଆରେ ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି। 2023 ମସିହାରେ ଆବାସ ଯୋଜନାରେ ସାମିଲ ହୋଇ ଘର ଖଣ୍ଡେ ପାଇଥିଲେ। ତେବେ ଗରିବ ପରିବାର ହୋଇଥିବାରୁ ନିକଟସ୍ଥ ଉଦୟପୁର ଡିଏନକେ ଗାଁର ହିତାଧିକାରୀ 3 ଜଣଙ୍କୁ ଭୁତେଇ ଘର ନିର୍ମାଣ କରିଦେବାକୁ କହିଥିଲେ। ହିତାଧିକାରୀ ପଞ୍ଚାୟତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଜଣାଇଛନ୍ତି, କିନ୍ତୁ ବର୍ଷେ ବିତି ଯାଇଥିଲେ ହିଁ ଘର ଅଧା ପନ୍ତରିଆ ହୋଇ ରହିଛି। ଅନ୍ୟପକ୍ଷେ ଠିକାଦାରଙ୍କୁ ମଧ୍ୟ କହିଲେ ଶୁଣି ନଥିବା କହିଛନ୍ତି। ଏନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବାକୁ ଏବଂ ଠିକାଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିତାଧିକାରୀ ଅନୁରୋଧ କରିଛନ୍ତି। ନବରଙ୍ଗପୁରରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।